देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ପ୍ରହାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3 ନମ୍ବର ଲଞ୍ଚପ୍ୟାଡ୍ରୁ କାଲି ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରହାରର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବେଳେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡ୍ରେ ଉପସ୍ଥିତ ଥିଲେ। କାଲିର ଏହି ପରୀକ୍ଷଣ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ୍ରୁ 7 କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ପ୍ରହାର କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ 2011 ମସିହା ଜୁଲାଇ 21 ତାରିଖରେ ଓ ଦ୍ୱିତୀୟ ଥର ପାଇଁ 2018 ମସିହା ସେପ୍ଟେମ୍ବର 20 ତାରିଖରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷା ସଫଳ ହୋଇଥିବା ବେଳେ ଏହାର ଟାର୍ଗେଟକୁ 10 ମିଟର ଦୂରତା ମଧ୍ୟରେ ହିଟ୍ କରିବାରେ ସକ୍ଷମ ହୋଇଥିଲା। ନମ୍ବର 2, ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ଟଙ୍କା। 2021-22 ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ 1000 ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକକୁ 5000 ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ସୁଯୋଗ ନେବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ scholarship.odisha.gov.in କୁ ଯାଇ ଲଗ୍ଅନ୍ କରିବାକୁ ପଡ଼ିବ। ପୁନଶ୍ଚ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ 10,000 ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ବର୍ଷକୁ 3000 ଟଙ୍କା ଲେଖାଏଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ଥିବାବେଳେ ଶେଷ ତାରିଖ 5/12/2021 ସୁଦ୍ଧା ମାତ୍ର 1928 ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆବେଦନ ଶେଷ ତାରିଖ 27/12/2021କୁ ବୃଦ୍ଧି କରାଯାଇଛି। ଏହି ବୃତ୍ତି ସିବିଏସ୍ଇ, ଆଇସିଏସ୍ଇ, ସିଏଚ୍ଏସ୍ଇ ଆଦି ବୋର୍ଡ ଅଧୀନରେ ପଢ଼ୁଥିବା ଶତକଡ଼ା 60% ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ନମ୍ବର 3, ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ ମୋଦିଙ୍କ ବଡ଼ ଉପହାର। ନିର୍ବାଚନ ଯେତିକି ପାଖଉଛି ଉତ୍ତରପ୍ରଦେଶ ମାହୋଲ ସେତିକି ଉଷ୍ମ ହେଉଛି। ଗୋଟିଏ ପଟେ ରାଜ୍ୟରେ ବିଜେପି ଶାସନ ଚାଲିଥିବା ବେଳେ ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ଉତ୍ତରପ୍ରଦେଶକୁ ଗୋଟିଏ ପରେ ଗୋଟିଏ ଭେଟି ଦେବାରେ ଲାଗିଛନ୍ତି। ତେବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଗୋରଖପୁର ଏମ୍ସର କାଲି ଲୋକାର୍ପଣ ହୋଇଛି। ପ୍ରାୟ 1000 କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଗୋରଖପୁର ଏମ୍ସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। 2016ରେ ଏହାର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା। 112 ଏକର ଜମିରେ ନିର୍ମାଣ ହୋଇଥିବା ଏହି ଏମ୍ସ ହସ୍ପିଟାଲରେ 750ଟି ବେଡ୍, 2ଟି ଅକ୍ସିଜେନ ପ୍ଲାଣ୍ଟ, 14ଟି ମଡ୍ୟୁଲାର ଅପରେସନ ଥିଏଟର ରହିଛି। ନମ୍ବର 4, ୱାର୍କ ଫ୍ରମ୍ ହୋମ୍ ପାଇଁ ଆସିବ ନୂଆ ଆଇନ। ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା ଲାଗି ଲକଡାଉନ ଘୋଷଣା ହେବାରୁ ଗମନାଗମନ ସମ୍ଭବ ହୋଇନଥିଲା। ଯେକୌଣସି ଉପାୟରେ କାର୍ଯ୍ୟ ଚାଲୁ ରଖିବା ପାଇଁ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କାମ କରିବାର ଏହି ବ୍ୟବସ୍ଥା ଅନେକ ସଂସ୍ଥା କର୍ମଚାରୀଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ ଥିଲା। ଏହି ବ୍ୟବସ୍ଥା ପ୍ରାୟ 2 ବର୍ଷର ଯାତ୍ରା ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ଏହାର କିଛି ଭଲ ଦିଗ ଓ ଖରାପ ଦିଗ ମଧ୍ୟ ସାମ୍ନାକୁ ଆସିଛି। ବିଶେଷ କରି କର୍ମଚାରୀମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ କାମ ଜୀବନ ଭିତରେ ସନ୍ତୁଳନ ସବୁଠୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଏକ ନୂଆ ଆଇନ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ନୂଆ ଆଇନରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଏକ ଆଇନଗତ ଦିଗ ଦିଆଯିବ। ଏହି ବ୍ୟବସ୍ଥାରେ ଲୋକମାନେ ଘରେ ସର୍ବାଧିକ କେତେ ସମୟ କାର୍ଯ୍ୟ କରିବେ ତାହା ନିର୍ଦ୍ଧାରଣ କରାଯିବ। ପାଣିପାଗ ସୂଚନା। 11ରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। 4 ଦିନ ପରେ ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି। ଏବେ ପ୍ରବଳ ଶୀତ ଅନୁଭୂତ ହେବ। ବାତ୍ୟା ଜୱାଦ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କମିଥିଲା। ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିଲା। ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା 3ରୁ 4 ଦିନ ଭିତରେ ଶୀତ ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ। ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ଖରାଟିଆ ରହିବ। 11 ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ନମ୍ବର 6, ମଦମୁକ୍ତ ଓଡ଼ିଶା ଯୋଜନା ନାହିଁ କହିଲେ ଅବକାରୀ ମନ୍ତ୍ରୀ। ଓଡ଼ିଶାରେ ମଦ ବିକ୍ରି ଦିନକୁ ଦିନ ବଢ଼ୁଥିବା ବେଳେ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢ଼ିଲାଣି। ବହୁ ଯୁବପିଢ଼ି ନିଶାଗ୍ରସ୍ତ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏପରିକି ରାଜ୍ୟର ସବୁଠୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ଯୋଗୁଁ ହେଉଛି। ତେଣୁ ମଦକୁ ରାଜ୍ୟରେ ନିଷେଧ କରିବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦାବି କରୁଛନ୍ତି। ମଦମୁକ୍ତ ଓଡ଼ିଶା ନେଇ ବହୁ ଦାବି ହେଉଥିଲେ ହେଁ ରାଜ୍ୟ ସରକାରଙ୍କର ଏନେଇ ଏବେ କୌଣସି ଯୋଜନା ନାହିଁ ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଜଣାଇଛନ୍ତି। ନମ୍ବର 7, ଇଭି ଲଞ୍ଚ ପାଇଁ ଭାରତକୁ ସବସିଡି ମାଗୁଛି ଟେସ୍ଲା। ଦିନକୁ ଦିନ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଏବେ ଲୋକେ ବିଦ୍ୟୁତ ଚାଳିତ ଗାଡ଼ି ବା ଇଲେକ୍ଟ୍ରିକ୍ ଭେହିକେଲ୍ ବ୍ୟବହାର କରିବାକୁ ମନ ବଢ଼ିଲେଣି। ବାଇକ୍ ସହ ବିଦ୍ୟୁତ ଚାଳିତ କାର୍ ଚଳାଇବାକୁ ଲୋକେ ଇଚ୍ଛା ପ୍ରକାଶ କରୁଥିବା ବେଳେ କିଛି ଦିନ ତଳେ ଟେସ୍ଲା ଭାରତରେ ଇଭି ଲଞ୍ଚ କରିବ ବୋଲି ଘୋଷଣା କରିଥିଲା।
हेले एबे टेस्लार सीईओ एलन मस्कଙ୍କ दोमुह नीति सामना को आसीछि। अमेरिका भली विकसित देश को ईवी लॉन्च करिबा पई सब्सिडी मागु नथिबा टेस्ला भारत भली विकासशील देश को ईवी लॉन्च करिबा पई सब्सिडी मागुथिबा जणा पड़िछि। एनी कंपनी पक्षरु आश्चर्य कला भली कारण दिया जाइछि। अमेरिका सब्सिडी देले यह देशर बजेटर नियंत्रण को आहुरी खराब करिबो बोली कहिछि टेस्ला। अन्य पक्षरे सड़क परिवहन राजपथ मंत्री नितिन गडकरी कहिसंती जेकोनसी विदेशी कंपनी को ईवी लॉन्च पई सब्सिडी दिया जिवो सेमानंको मेक इन इंडिया अभियान एक अंश भाव में भारत में सेमानंकर वैद्युतिक यान को असेंबली करने को पड़िबो। नंबर 8 पाइक विद्रोह को प्रथम स्वाधीनता संग्राम मान्यता पाई पुणी संकल्प आनिले राज्य सरकार। काली बाचस्पति सर्वदलीय बैठक पर भी विधानसभा अचलावस्था जारी रही फल गृह को आज 10:30 पर्यंत मुलतवी कर दी जाइछि। तेबे यही हट्टगोल मध्य पाइक विद्रोह को प्रथम स्वाधीनता संग्राम मान्यता देवाई विधानसभा संकल्प आनिछंती राज्य संस्कृति और पर्यटन मंत्री ज्योति प्रकाश पाणिग्राही। केंद्र सरकार को यह संकल्प पठाजिबो। केंद्र सरकार अग्राह्य पर पुनर्बार संकल्प आनिछंती राज्य सरकार। काली भी विरोधी दल माने गृह में हट्टगोल जारी रखिबा सह घंट बजैथिले। एहाकु दृष्टि रखी बाचस्पति सूर्यनारायण पात्र काली पुणी सर्वदलीय बैठक डाकिथिले किंतु काली मध्ये एथिरु सुफल मिल पारि नथिला। नंबर 9 रक्षणाबेक्षण पई जाजपुर कुसुम पार्क 5 दिन पई बंद। जाजपुर पौरपालिकार थिबा कुसुम पार्क को रक्षणाबेक्षण निमंते 5 दिन पई बंद रखा जाइछि। जाजपुर पौरपालिका द्वारा परिचालित यह पार्क चलित मास 7 तारिख ठारू 13 तारिख पर्यंत यहाकु बंद रखिबाकु स्थिर होइछि। आगकु पर्यटन ऋतु आसुथबा सह कोविड कटकणा कोहड़ होइथिबारु बहु संख्यारे पर्यटक आसिबार अनुमान करा जाउछि। यहाकु दृष्टि रखी विभिन्न व्यवस्थार रक्षणाबेक्षण पई यहाकु बंद रखा जाइछि। कुसुम मध्यरे बोटिंग लाइट एंड साउंड शो शिशु उद्यान परी अनेक सुविधा सह भड़ी के भड़ी फूलर संभार रही जहाँ लोक आकर्षित करिथाए। नंबर 10 बीजेपी सांसदों को मोदी को तागिद बदली जाओ नहेले समय बदलई देव। बीजेपी सांसदों को तागिद करिसेंती प्रधानमंत्री नरेंद्र मोदी। से कहिसेंती बदली जाओ नहेले समय बदलई देव। एभली कड़ा सांसद मानकु तागिद करिसेंती मोदी। मोदी बीजेपी संसदीय दलर एक गुरुत्वपूर्ण बैठक में सांसदों अनुपस्थिति को नहीं तीव्र असंतोष प्रकाश करथिले आउ सेमानकु सुधरी जेबा पई चेतावनी देइथिले। बैठक में सीधासड़क भाव मोदी कहिथिले जे सांसद माने सुरक्षित समयानुवर्तिता हेबा उचित। यह सब प्रसंग विहीन अजथा मंतव्य न देबा मध्य मोदी तागिद करिसेंती। संसदर अधिवेशन बैठक में नियमित भाव उपस्थित रहिबाकु कहिसेंती मोदी। छोट पिलांकु बुझेइला भली सबुबेले कहिबा भल लागु नाही बोली मोदी कहिथिबा सूचना मिलिछि। नंबर 11 कटक रे 53,000 हेक्टर जमी रे उजड़िला धान। कटक जिले में बात्या जवाद प्रभाव में होइथिबा वर्षा जोगु 53,451 हेक्टर चाष जमी रे धान फसल क्षतिग्रस्त होइथिबा कृषि विभाग प्राथमिक आकलन रिपोर्ट रे दर्शाइछि। सेपरि उद्यान कृषि विभाग पक्षरु जिले में केते कोन क्षति होइछि तार रिपोर्ट प्रस्तुत होई नथिबा जणा पड़िछि। एपरि कि उद्यान विभाग रे कोन क्षयक्षति होइछि तार फोटो अभियोग क्षेत्र स्तर को पहुंची नथिबा विभागीय अधिकारी सूचना दैछंती। कृषि विभाग रिपोर्ट अनुसार खरीफ ऋतु रे कटक जिले में 1,33,645 हेक्टर चाष जमी रे धान फसल कर सेथिरु मात्र 29,000 हेक्टर चाष जमी को धान अमल कर बेले बाकी 1,04,251 हेक्टर चाष जमी धान अमल हो पारिनी। नंबर 12 बागची करुणाश्रय केन्द्र उद्घाटन कले मुख्य सचिव। काली मुख्य शासन सचिव सुरेश चंद्र महापात्र गंडामुंडाठारे करुणाश्रय गृहभित्तिक सेवा केन्द्रर उद्घाटन करिसेंती। निजर उद्घाटनी अभिभाषण में श्री महापात्र कहिथिले जे ओडिशा सरकार बांगालोर हॉप्सिस ट्रस्ट और बागची करुणाश्रय मिलित प्रचेष्टा ओडिशा रे प्रथम थर पई एही केन्द्र आरंभ होइछि। आगामी दिन में स्वेच्छासेवी संस्थार सहायता राज्यर अन्य अंचल में संप्रसारित करने से परामर्श देइथिले। से आशा प्रकाश करथिले इन्फोभैली 2 रे ओडिशा सरकार देइथिबा जमी रे बागची शंकर कर्कट चिकित्सालय और करुणाश्रय खूब शीघ्र शेष हेबो। नंबर 13 एम्स भुवनेश्वर 36% डाक्तर पदवी खाली। एम्स भड़ी केंद्र सरकार अधीनस्थ स्वयंशासित डाक्तखानार स्वास्थ्यावस्था मध्य भल नाही। एम्स दिल्ली ढांचारे देशर विभिन्न स्थान में नूतन एम्स खोलागला किंतु 19टी जाक नुआ एम्स रे माड़माड़ डाक्तर पदवी खाली रही। एथिमध्यरु एम्स भुवनेश्वर स्थिति सर्वाधिक खराब। यार फैकल्टी वरिष्ठ रेसिडेंट कनिष्ठ रेसिडेंट को मिसई समुदाय 1033 पदवी मध्यरु 365टी खाली पड़ी। या छड़ा एम्स दिल्लीर 399 डाक्तर पद मध्य खाली रही। लोकसभा एम्स खाली डाक्तर पद संक्रांत अणतारक प्रश्न रे केंद्र स्वास्थ्य एवं परिवार कल्याण विभाग पक्षरु एही तथ्य दिया जाइछि। नंबर 14 जून 2022 रे सरीब कटक संबलपुर 4 थाकिया रास्ता काम।
कटक अनुगुड़ अनुगुड़ संबलपुर चारिथाकिया रास्ता निर्माण कार्य अहेतुक विलंब हेउथिबारु असंतोष बढ़िबारे लागिछि। एही रास्तारे यातायात करिबा स्थानीय लोकंक पई दुर्विषह होई पड़िथिया बेले खराब रास्ता जोगु बस चलाचल करि पारुनी। तेणु एही रास्तार निर्माण कार्य तुरंत शेष करबाकू विभिन्न महलरु दाबी हेबा परे राज्य सरकार एहार समीक्षा करिसंती। मुख्य शासन सचिवଙ୍କ अध्यक्षतारे बसिथिबा एक बैठकरे जातीय राजपथर कर्तृपक्ष सबु दोष ठिका संस्था उपरे लदिबा सह कहिसंती जे जून 2022 रे एही 253 किलोमीटर रास्तार निर्माण कार्य शेष हेबो। नंबर 15 आरपारी रे चाटसाड़ीर पद्मश्री नंदसार। पद्मश्री नंदकिशोर पृष्टि ओरफ नंदसारଙ୍କ परलोक होईछि। भुवनेश्वर सम हॉस्पिटल रे तांकर देहांत होईछि। मृत्यु बेड़कू तांकू 104 वर्ष बयस होईथिला। परलोक नहीं नंदसारଙ୍କ नाती खगेश्वर पृष्टि सूचना देइछंती। काली दिन 1:28 रे नंदसारଙ୍କର परलोक नहीं सम कर्तृपक्ष सूचना देइछंती। कोविड आक्रांत होई से चिकित्साधीन थिले। चाटसाड़ी रे पिलांकू पाठ पढ़ाई चर्चित थिले नंदसार। गाँर छोट छोट पिलांकू दशंधी धरी से मागणारे पाठ पढ़ाउथिले। तांको व्यक्तित्व दक्षता पाठ पढ़ाइबा प्रति भल पाइबा तांको देशव्यापी परिचित करिथिला। गत नवेम्बर 9 तारिख रे राष्ट्रपतिଙ୍କ ठारू नंदसार सम्मानजनक पद्मश्री ग्रहण करिथिले। नंबर 16 परवर्ती महामारी कोविड ठारू भयंकर हेबो कहिला गिलबर्ट। कोविड-19 एक साधारण महामारी नुहे, यह एक भयंकर महामारी जहाँ पृथ्वीर कौनसी देश को छाड़ी नाही। यापर जदि आउ एक महामारी कारक भूताणुर आविर्भाव घटे तेबे ताहा कोविड-19 ठारू भी अधिक भयंकर हेबो बोली ऑक्सफोर्ड एस्ट्राजेनेका टीका निर्माता सर गिलबर्ट कहिसंती। सेतिपई कोविड-19 आमको जहाँ शिक्षा देइछि ताकू आमे केबे भी भूलिबा उचित नुहे एवं तद अनुଯାयी भविष्यत पई प्रस्तुत रहिबा आवश्यक बोली से कहिसंती। जॉन हॉपकिंस विश्वविद्यालय मतरे नोवेल कोविड भाइरस विश्वर 5.26 नियुत लोकंक जीवन नहीं सारिलाणी। यापर जदि आउ एक महामारी आसे तेबे एहाठारू भी भयंकर हेबो। यह अधिक संक्रामक मारात्मक व भयंकर होई पारे बोली टीका निर्माता सर गिलबर्ट कहिसंती। नंबर 17 संसद में मृत चाषी तालिका प्रदान कले राहुल गांधी। लोकसभा कांग्रेसर पूर्वतन अध्यक्ष राहुल गांधी चाषी आईन आंदोलन समय मृत्युवरण करिथिबा चाषी तालिका दाखल करिसंती। संसद में शून्यकाल समय भितर कांग्रेस अध्यक्ष राहुल गांधी विक्षोभ प्रदर्शन करी मृत्युवरण करिथिबा चाषी माननकु परिवार को क्षतिपूरण देबा पई दाबी करिथिले। केंद्र सरकारଙ୍କ पाखरे रेकर्ड नाही। प्राय 700 कृषकଙ୍କ मृत्यु होईछि बोली राहुल कहिथिले। प्रधानमंत्री मोदी देशर कृषकଙ୍କୁ क्षमा मागंतु बोली राहुल विवृत्ति रखिथिले। जदि सरकारଙ୍କ पाखरे चाषी मृत्युर रिपोर्ट नाही तालिका आमठारू नियंतु बोली राहुल गांधी कहिथिले। अन्यपटे राहुल गांधी कहिथिले पंजाब सरकार 403 मृत चाषीଙ୍କ परिवार को 5 लाख लेखाएं सहायता राशि प्रदान करिसंती एवं 152 चाषीଙ୍କ परिवार को सरकारी चाकरी देइछंती पंजाब सरकार। नंबर 18 जयदेव विहार नंदनकानन रास्तारू कमिबो भिड़ खोलिला वामपार्श्व रास्ता। एणिकी जयदेव विहार नंदनकानन रास्तारू भिड़ कमिबो। ट्राफिक छकरे आउ घंटा घंटा अपेक्षा करिबाकू पड़िबो नाही। ट्राफिक भिड़ थिले यात्री माने विकल्प रास्ता देई निज गंतव्य स्थल को जाई परिबे। नीलाद्री विहार शैलेश्री विहार चंद्रशेखरपुर इन्फोसिटी शिखरचंडी किट किस प्रभृति अंचल को जीवाकू चाहूथिबा यात्री माने आउ भिड़ भितरे फसिबे नाही। कारण बहु प्रतीक्षित जयदेव विहार नंदनकानन रास्तार वाम पार्श्वरे समांतराल रास्ता बे फिटिछि। काम संपूर्ण होई नथिले मध्य 2 थाकिया रास्ता खोला जाइछि। या द्वारा यात्री माने बिना कोनोसी ट्राफिक जाम रे सीधा सड़क जाभियर छकरू वाम पार्श्व समांतराल रास्ता रे जाई निज गंतव्य स्थल रे पहुंची पारिबे। नंबर 19 बीएसएनएल आनिला एमिति एक प्लान जियो एयरटेल देई पारिबेनी टक्कर। एयरटेल वोडाफोन आइडिया और रिलायंस जियो प्रीपेड प्लान गुड़िकर मूल्य को वृद्धि करिसंती। किंतु एही तीनोटी टेलीकॉम कंपनी सहित प्रतिद्वंदिता करने राष्ट्रायत्त टेलीकॉम कंपनी बीएसएनएल एक प्रीपेड प्लान प्रणयन करिछि। एही प्लान मूल्य वैलिडिटी दृष्टि जियो और एयरटेल को पछरे पकई देइछि। 75 दिनर सर्वाधिक वैधता सह बीएसएनएल 94 टंका प्लान लॉन्च करा जाइछि। सूचना थाउ कि 100 टंका मूल्य कम मूल्य 75 दिनर वैधता थिबा प्लान केही भी टेली ऑपरेटर देउनाहांती। एही 94 टंकार प्लान रे 3 जीबी डाटा मध्य दिया जाउछि। सेहीपरि कॉलिंग पाए 100 मिनिट दिया जाउछि। आउ 100 मिनिट पर उपभोक्ता प्रति मिनिट रे 30 पैसा चार्ज लागिबो। नंबर 20 आरएसपी मंग संभाड़े अतनु भौमिक। राउरकेला जन्मित तथा बोकारो स्टील प्लांटर कार्य विभाग ईडी अतनु भौमिक आरएसपी भारप्राप्त निर्देशक मनोनीत होइछंती। काली नुआदिल्ली रे अनुष्ठित पब्लिक एंटरप्राइजेस सिलेक्शन बोर्ड श्री भौमिकଙ୍କ नाँ को सुपारिश करिछंती। अपॉइंटमेंट्स कमिटी ऑफ द कैबिनेट रो अनुष्ठानिक मोहर परे श्री भौमिक अनुष्ठानिक भावे दायित्व नेबे। श्री भौमिक बापा आरएसपी कर्मचारी थिबा बेले एठारे तांकर आद्य कैशोर जीवन बीतीछि। से स्थानीय सेंट पॉल स्कूल जातीय प्रजुक्ति
ଶକ୍ତି ପ୍ରତିଷ୍ଠାନରେ 1988 ମସିହାରେ ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗ ଦେଇଥିଲେ। ନମ୍ବର 21 ଲକ୍ଷ୍ମୀପୁର ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଆଶ୍ୱସ୍ତି। ଲକ୍ଷ୍ମୀପୁର କ୍ଷୀରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ନେଇ କୋର୍ଟରେ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ଅଦାଲତ। ଲକ୍ଷ୍ମୀପୁର କ୍ଷୀରିରେ ହୋଇଥିବା ହିଂସାରେ 4 ଜଣ କୃଷକଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସାମ୍ବାଦିକ ରମଣ କଶ୍ୟପଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ମୃତକ ସାମ୍ବାଦିକଙ୍କ ଭାଇ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରିବା ନେଇ କୋର୍ଟରେ ଯାଚିକା ଦାଖଲ କରିଥିଲେ। ରମଣ କଶ୍ୟପଙ୍କ ଭାଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ସମେତ ମୋଟ 14 ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଆବେଦନ କରିଥିଲେ। ତେବେ ଶୁଣାଣି ପରେ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲାରେ ରୁଜୁ ହୋଇପାରିବ ନାହିଁ ବୋଲି କହିଥିଲେ ସିଜିଏମ୍ କୋର୍ଟ। ନମ୍ବର 22 ଆଫସ୍ପା ପ୍ରତ୍ୟାହାର ଦାବି କଲେ ନାଗାଲାଣ୍ଡ ମେଘାଳୟ ମୁଖ୍ୟମନ୍ତ୍ରୀ। ସେନାର 21 ପାରା ସ୍ପେଶାଲ ଫୋର୍ସର ଗୁଳିମାଡ଼ରେ 14 ଜଣ ନିରୀହ ଲୋକଙ୍କ ସହିତ ଜଣେ ଯବାନଙ୍କ ମୃତ୍ୟୁ ହେବା ପରେ ଉତ୍ତର ପୂର୍ବାଞ୍ଚଳରୁ ଆଫସ୍ପା ଅର୍ଥାତ୍ ସ୍ୱତନ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର ଦାବି ଜୋର ଧରିଛି। ନାଗାଲାଣ୍ଡ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଏଥିପାଇଁ ଦାବି ଉଠାଇଛନ୍ତି। ଆଫସ୍ପା ଭାରତର ଭାବମୂର୍ତ୍ତିରେ କଡ଼ିମ ଲଗେଇଛି କହିବା ସହିତ ଏହାର ପ୍ରତ୍ୟାହାର ପାଇଁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି ଏବଂ ସେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ମୃତାହତ ପରିବାରକୁ ଆମେ ଆର୍ଥିକ ସହାୟତା ଦେଇଛୁ ବୋଲି ରିଓ କହିଛନ୍ତି। ନମ୍ବର 23 ଏବେ ସପ୍ତାହକୁ 4.5 ଦିନ କାମ ହେବ, ବଡ଼କା ଦିନ ଛୁଟି। ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇ ଏକ ଐତିହାସିକ ପଦକ୍ଷେପ ନେଇଛି। ଏବେ 5 ଦିନ ବଦଳରେ 4.5 ଦିନ ସେଠାକାର କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଶୁକ୍ରବାର ମଧ୍ୟରୁ ସପ୍ତାହାନ୍ତ ଛୁଟି ଆରମ୍ଭ ହେବ, ଯାହା ଶନିବାର ଏବଂ ରବିବାର ପର୍ଯ୍ୟନ୍ତ ଜାରି ରହିବ। ୟୁଏଇ ଦୁନିଆର ପ୍ରଥମ ଏବଂ ଏମିତି ଏକ ଦେଶ ଯେଉଁଠାରେ 5 ଦିନ କାମ କରିବା ପରେ ରାଷ୍ଟ୍ରୀୟ ସପ୍ତାହାନ୍ତ ପାଳନ ହୋଇଥାଏ। ମିଳିଥିବା ସୂଚନା ଅନୁସାରେ ଜାନୁଆରୀ 2022 ଠାରୁ ଦେଶରେ ସରକାରୀ କାର୍ଯ୍ୟ ସପ୍ତାହ ଅନିବାର୍ଯ୍ୟ ହେବ। ସରକାରଙ୍କ ଏପରି କରିବାର ଉଦ୍ଦେଶ୍ୟ ହେଉଛି ଯେ କାର୍ଯ୍ୟମୟ ଜୀବନକୁ ସମତୁଲ କରିବା ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆଣିବା। ରିପୋର୍ଟ ମୁତାବକ ୟୁଏଇ एकमात्र ଦେଶ ଯେଉଁଠାରେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଛୁଟି ହେବ। ନମ୍ବର 24 କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ରବି ନାୟକ। ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାୟକ ମଙ୍ଗଳବାର ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇ ଜିହ୍ନୋ ଫାଲେରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ନାୟକଙ୍କ ଇସ୍ତଫା ପରେ 40 ଜଣିଆ ଗୋଆ ରାଜ୍ୟ ବିଧାନସଭାରେ କଂଗ୍ରେସର ଶକ୍ତି 3କୁ ହ୍ରାସ ପାଇଛି। ଗୋଆର ପୋଣ୍ଡା ଆସନରୁ ପ୍ରତିନିଧିତ୍ୱ କରୁଥିବା ନାୟକ ବିଧାନସଭା ବାଚସ୍ପତି ରାଜେଶ ପାଟନେକରଙ୍କ ନିକଟରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି। ନମ୍ବର 25 ରାଜ୍ୟରେ ଦିନକରେ 151 ଆକ୍ରାନ୍ତ, ଜଣେ ମୃତ। ରାଜ୍ୟରେ ଦିନକ ମଧ୍ୟରେ 151 ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳ 1, ବରଗଡ଼ 1, ଭଦ୍ରକ 1, କଟକ 6, ଢେଙ୍କାନାଳ 2, ଗଜପତି 2, ଗଞ୍ଜାମ 3, ଯାଜପୁରରୁ 6, ଝାରସୁଗୁଡ଼ାରୁ 2, କେନ୍ଦ୍ରାପଡ଼ାରୁ 2, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 63, କୋରାପୁଟରୁ 6, ମୟୂରଭଞ୍ଜରୁ 3, ନୟାଗଡ଼ରୁ 1, ପୁରୀରୁ 10, ରାୟଗଡ଼ାରୁ 2, ସମ୍ବଲପୁରରୁ 6, ସୋନପୁରରୁ 1, ସୁନ୍ଦରଗଡ଼ରୁ 15 ଓ ଷ୍ଟେଟପୁଲରୁ 16 ଜଣଙ୍କୁ ଚିହ୍ନଟ କରାଯାଇଛି। ନମ୍ବର 26 ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ୍ ଗୁରୁତ୍ୱପୂର୍ଣ୍ଣ, କହିଲେ ଆଇଏମ୍ଏ ମୁଖ୍ୟ। କୋଭିଡ୍-19 ମହାମାରୀ ସମୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ରେ କାର୍ଯ୍ୟ କରୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଓମିକ୍ରନ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ କୋଭିଡ୍ ଟିକା ଦିଆଯିବା ଉଚିତ ବୋଲି ଆଇଏମ୍ଏ ସଭାପତି ଡକ୍ଟର ଜେ ଜୟଲାଲ କହିଛନ୍ତି। କୌଣସି ଗମ୍ଭୀର ପରିସ୍ଥିତିରେ ଦେଶରେ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ଡକ୍ଟର ଜୟଲାଲ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀମାନଙ୍କ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଟିକା ବୁଷ୍ଟର ଡୋଜ୍ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନମ୍ବର 27 ସୁ କିଙ୍କ ଦଣ୍ଡାଦେଶ 4ରୁ 2 ବର୍ଷକୁ ହ୍ରାସ। ମିଆଁମାରର ବହିଷ୍କୃତ ନେତା ଅଙ୍ଗ ସାନ୍ ସୁ କିଙ୍କ ଦଣ୍ଡାଦେଶ 4 ବର୍ଷରୁ 2 ବର୍ଷକୁ ହ୍ରାସ କରାଯାଇଛି ବୋଲି ସରକାରୀ ଟେଲିଭିଜନ କାଲି ସନ୍ଧ୍ୟାରେ କହିଛି। ଏହା ପୂର୍ବରୁ କାଲି ମିଆଁମାରର ଏକ ଅଦାଲତ ସୁ କିଙ୍କୁ ଫେବୃଆରୀରେ ହୋଇଥିବା ପୁଲୱାମା ଆକ୍ରମଣରେ ଦୋଷୀ ଏବଂ କୋଭିଡ୍-19 ଭାଇରସ ପ୍ରତିବନ୍ଧକ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ରାଷ୍ଟ୍ରପତି ୱିନ୍ ମାଉଣ୍ଟଙ୍କୁ 4 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ମିଆଁମାରର ରାଷ୍ଟ୍ରାୟତ୍ତ ବ୍ରଡକାଷ୍ଟର MRTV ରିପୋର୍ଟରେ କୁହାଯାଇଛି। ଉଭୟ ସୁ କି ଏବଂ ୱିନ୍ ମାଇଣ୍ଟଙ୍କୁ ଜେଲକୁ ପଠାଯିବ ନାହିଁ। ଯେଉଁ ଅଜ୍ଞାତ ସ୍ଥାନରେ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି ସେହିଠାରେ ହିଁ ସେମାନେ ସଜା କାଟିବେ। ନମ୍ବର 28 ଚନ୍ଦ୍ର ମଙ୍ଗଳ ଅଭିଯାନରେ ଯିବେ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ। ନାସା ସୋମବାର 10 ଜଣ ନୂତନ ମହାକାଶଚାରୀଙ୍କୁ ମନୋନୀତ କରିଛି, ଯେଉଁମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ଅଛନ୍ତି। ଏହି ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ନାମ ଅନିଲ ମେନନ ହୋଇଥିବା ବେଳେ ସେ ଏଲନ୍ ମସ୍କଙ୍କ ମହାକାଶ ଯାତ୍ରା ପ୍ରକଳ୍ପ ସ୍ପେସ୍ ଏକ୍ସର ମେଡିକାଲ ନିର୍ଦ୍ଦେଶକ ଅଛନ୍ତି। ସେ ଆମେରିକାର ମିନେସୋଟାରେ ରହୁଥିବା ବେଳେ ଆମେରିକା ବାୟୁସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଏହି ନୂତନ ମହାକାଶଚାରୀଙ୍କ ମଧ୍ୟରେ ଅଧିକାଂଶ ସାମରିକ ପାଇଲଟ ହୋଇଥିବା ବେଳେ ହ୍ୟୁଷ୍ଟନରେ ଏକ ସମାରୋହରେ ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ
6 ଜଣ ପୁରୁଷ ଏବଂ 4 ଜଣ ମହିଳା ମହାକାଶଚାରୀଙ୍କ ବାବଦରେ ଘୋଷଣା କରିଛି। ସୂଚନା ମୁତାବକ ଅନିଲ ମେନନଙ୍କ ପିତା ଭାରତୀୟ ହୋଇଥିବା ବେଳେ ମାତା ମୂଳତଃ ୟୁକ୍ରେନର ଥିଲେ। ନମ୍ବର 29 ଦିଲ୍ଲୀ ବିମାନବନ୍ଦରର ଭିଡ଼ ପରିଚାଳନା ନିର୍ଦ୍ଦେଶ ଦେଲେ ସିନ୍ଧିଆ। ଓମିକ୍ରନ୍ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିମାନବନ୍ଦରଗୁଡ଼ିକରେ ଭିଡ଼ ରୋକିବା ପାଇଁ ନୂଆ ନିୟମାବଳୀ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦିଲ୍ଲୀ ବିମାନବନ୍ଦରରେ ଭିଡ଼ ଏବଂ ବିଶୃଙ୍ଖଳା ହେଉଥିବା ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତ୍ତମ ଭିଡ଼ ପରିଚାଳନା ପାଇଁ ଆଜି DRALକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କାଲି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ଆପ୍ରବାସନ ବ୍ୟୁରୋ ଏବଂ GMR ଗ୍ରୁପ୍ ଦ୍ୱାରା ପରିଚାଳିତ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ର ଅଧିକାରୀମାନଙ୍କ ସହ ଏକ ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 30 IPL 2022ରେ ହୋଇପାରେ ଏଜାଜ ପଟେଲଙ୍କ ଏଣ୍ଟ୍ରି। ପ୍ରଶଂସାରେ ଏବେ ବିଶ୍ୱର ବଡ଼ ବଡ଼ କ୍ରିକେଟ ହସ୍ତି। ସୋସିଆଲ ମିଡ଼ିଆରେ ଏଜାଜଙ୍କ ଏହି ସଫଳତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନେକ ପୂର୍ବତନ ଖେଳାଳି ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଗୋଟିଏ ଇନିଂସରେ 10ଟି ଯାକ ୱିକେଟ୍ ନେବାରେ ସେ ହେଉଛନ୍ତି କ୍ରିକେଟ ଇତିହାସରେ ତୃତୀୟ ଖେଳାଳି। ତେବେ ବଡ଼ କଥା ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2022ରେ ଏଣ୍ଟ୍ରି କରିପାରନ୍ତି ଏଜାଜ। ଏନେଇ ସେ ମଧ୍ୟ ଗ୍ରୀନ୍ ସିଗ୍ନାଲ ଦେଇସାରିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, IPLରେ ଖେଳିବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ଯଦି ମୋତେ IPLରେ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।